ତନ୍ଦୁରୀ ଏଗ୍ ବନେଇବା ଏତେ ଇଜି ଥିଲା ଆଉ ଖାଇବା ପାଇଁ ଏତେ ସ୍ୱାଦ ଲାଗୁଥିଲା। ମୁଁ ଭାବି ବି ପାରିନଥିଲି ଯେ ଯେତିକି ସମୟ ମୋତେ ଲାଗିଥିଲା ବନେଇବା ପାଇଁ ତାଠୁ ଆହୁରି କମ୍ ସମୟରେ ହିଁ ସବୁ ସରିଗଲା। ଫାଷ୍ଟ ଟାଇମ୍ ବନେଇଥିଲି କିନ୍ତୁ ଟେଷ୍ଟ ବହୁତ ବଢ଼ିଆ ଆସିଥିଲା ଯେ ପୁଣି ବିନା ତନ୍ଦୁରରେ। ତନ୍ଦୁରୀ ଏଗ୍ ପାଇଁ ପ୍ରଥମେ ଆମେ ଏଠି ନେବା ଅଣ୍ଡା। ଏଠି ମୁଁ 6ଟି ଅଣ୍ଡା ନେଇଛି। ଆପଣ କ'ଣ କରିବେ ନା ଯେତେବେଳେ ଅଣ୍ଡାକୁ ନେଉଛନ୍ତି ନର୍ମାଲି ଭଲସେ ତାକୁ କ'ଣ କରିବେ ନା ୱାଶ୍ କରିନେବେ ସିଝେଇବା ପୂର୍ବରୁ। ଯେକୌଣସି ଜିନିଷ ବାହାରୁ ଆଣିବା ପୂର୍ବରୁ ତାକୁ ଭଲସେ ୱାଶ୍ କରିକି ହିଁ ରାନ୍ଧିବା ଦରକାର। ଏବେ ମୁଁ ଗୋଟେ କଡ଼େଇରେ କିଛି ପାଣି ନେଇଛି। ଲୁଣ ଅଳ୍ପ ଟିକେ ଆଡ୍ କରିବେ ଆଉ ଗୋଟେ ଛୋଟ ଚାମଚରେ ହାଫ୍ ଚାମଚ ପାଖାପାଖି। ଏବେ ଆକୁ କ'ଣ କରିବା ନା 9ରୁ 10 ମିନିଟ୍ ପାଖାପାଖି ଛାଡ଼ିଦେବା ବଏଲ୍ ହେବା ପାଇଁ। ସେଇ ଭିତରେ ଏଠି ମୁଁ କ'ଣ କରିଛି ନା ହାଫ୍ କପ୍ ଦହି ନେଇଛି। ହାଫ୍ କପ୍ ଦହି ନେଇକି ତାକୁ କ'ଣ କରିବେ ନା ଗୋଟେ ଜାଲି ହଉ ମାନେ ଜୁସ୍ ଜାଲି ହଉ କିମ୍ବା କପଡ଼ାରେ ହଉ ତାକୁ ମିନିମମ୍ 15ରୁ 20 ମିନିଟ୍ ପାଖାପାଖି ଛାଡ଼ିଦେବେ ତାର ଏକ୍ସଟ୍ରା ପାଣି ନିଗିଡ଼ିବା ପାଇଁ। ଏଠି ମୁଁ କ'ଣ କରିଛି ନା ପାଣିରେ କିଛି ବରଫ ଖଣ୍ଡ ଆଡ୍ କରିଛି। କାହିଁକି ଆଡ୍ କରିଛି ଆପଣମାନେ ଆଗକୁ ଦେଖିବେ। ଏଠି ଦେଖନ୍ତୁ ଆମର ଅଣ୍ଡାଟା ବଢ଼ିଆ ସେ ସିଝିଗଲାଣି ଆଉ ମାନେ ଫାଟି ଆସିଛି। 9ରୁ 10 ମିନିଟ୍ ପରେ ସେଇ ଯେଉଁ ଅଣ୍ଡାଟାକୁ ଆମେ ସିଝେଇଥିଲେ ସେ ଅଣ୍ଡାକୁ ବରଫ ପାଣିରେ ପକାଇଦେବେ ଯେଉଁଥିରେ କି ଆପଣଙ୍କର ଯେଉଁ ଅଣ୍ଡାର ଉପରର ଖୋଳଟା ଇଜିଲି ଛାଡ଼ି ଯାଇଥାଏ ଆଉ ଅଣ୍ଡାଟା ସୁନ୍ଦର ଦେଖାଯାଇଥାଏ। ଟିକେ କୋଉଠି ଖଣ୍ଡିଆ ବି ହେଇନଥାଏ। ତାକୁ ମିନିମମ୍ 5 ମିନିଟ୍ ପାଖାପାଖି ଛାଡ଼ିଦେବେ ସେ ବରଫ ପାଣିରେ ଥଣ୍ଡା ହେବା ପାଇଁ। ସେ ଥଣ୍ଡା ହେଲା ପରେ ତା ଚୋପା ଗୁଡ଼ା ଛଡ଼େଇ ନେବା। ଆଉ ଏପଟେ ଦେଖନ୍ତୁ ଦହିରୁ କେତେ ସାରା ପାଣି ବାହାରିଛି। ଏମିତି କଲେ କ'ଣ ହେବ ନା ଯେତେବେଳେ ଆପଣ ମ୍ୟାରିନେଟ୍ କରୁଛନ୍ତି ଦହିଟା ପାଣିଚିଆ ଥାଏ ଆଉ କ'ଣ ହୁଏ ନା ମସଲା ଗୁଡ଼ାକ ପାଣିଆ ହେଇଯାଏ। ସେଥିପାଇଁ ହିଁ ଦହିକୁ କ'ଣ କରିବେ ନା ପାଣି ଅଂଶ ପୁରା ନିଗାଡ଼ିକି ମ୍ୟାରିନେଟ୍ କଲାବେଳେ ବା ତନ୍ଦୁରୀ ଜିନିଷ ବନେଇଲା ବେଳେ ୟୁଜ୍ କଲେ ବହୁତ ଭଲ। ଆଉ ସେଇ ଭିତରେ କ'ଣ ହେଇଛି ନା ମୋର ଗୋଟେ ପାର୍ସଲ ଆସିଯାଇଛି। ଆଉ ମୁଁ ଇନଷ୍ଟାମାର୍ଟରୁ ତନ୍ଦୁରୀ ମସଲା ମଗେଇଥିଲି ଯେଉଁଟାକି ଫଟାଫଟ ମାନେ ଆସିଯାଏ। ବହୁତ ହେଲ୍ପଫୁଲ୍ ଏ ଆପ୍ଟା। ଏବେ ଆମେ କ'ଣ କରିବା ନା ଅଣ୍ଡାକୁ ଭଲସେ ଚୋପା ଛଡ଼େଇ ନେବା ଆଉ ଇଜିଲି ଦେଖନ୍ତୁ କେତେ ବଢ଼ିଆ ଚୋପା ଛାଡ଼ି ଯାଉଛି। ଟିକେ ବି କୋଉଠି ଚୋପା ରହିବନି କିମ୍ବା କୋଉଠି ଖଣ୍ଡିଆ ହେବନି। ପୁରା ସୁନ୍ଦର ଭାବରେ ଚୋପାଟା ଛାଡ଼ିଯିବ। ଆପଣ ଦେଖିପାରୁଥିବେ କେତେ ବଢ଼ିଆ ଭାବରେ ଛାଡ଼ି ଯାଇଛି। ଆଉ ହଁ ଅଣ୍ଡାଟାକୁ ଥଣ୍ଡା ପାଣିରେ ପକାଇବାର ଫାଇଦା ଏଇଟା ହେଉଛି ଯେ ଅଣ୍ଡାଟା ଶୀଘ୍ର ଟିକେ ଥଣ୍ଡା ହେଇଯାଇଥାଏ। ବରଫ ପାଣିରେ ପକାଇଲା ପରେ ହଠାତ୍ ଥଣ୍ଡା ହେଇଯାଇଥାଏ ଆଉ ଇଜିଲି ଚୋପା ଗୁଡ଼ା ମଧ୍ୟ ଛାଡ଼ି ଯାଇଥାଏ। ଏବେ ଅଣ୍ଡାରେ ମୁଁ କ'ଣ କରିଛି ନା 2-3ଟି କଟ୍ ଲଗେଇ ଦେଇଛି ଯେଉଁଥିରେ କି ମ୍ୟାରିନେଟ୍ଟା ଭିତରକୁ ଯାଇକି ତା ଟେଷ୍ଟଟା ଆହୁରି ବହୁତ ବଢ଼ିଆ ଆସିଥାଏ। ଆଉ ହଁ ଅଧିକ କଟ୍ ଦେବେନି ପୁରା ହାଲକା ହାଲକା ଦେବେ ଯଦି କ'ଣ ହେବ ନା ଦିଫାଳ ହେଇଯିବ। ଏମିତି ସବୁଗୁଡ଼ା କଟ୍ ଦେଇକି ତା ଦେହରେ ଏବେ ଦେବା 1 ଚାମଚ ଅଦା ରସୁଣ ପେଷ୍ଟ ଆଉ 1 ଚାମଚ ନେବା ଆମେ ତନ୍ଦୁରୀ ଚିକେନ୍ ମସଲା ପାଉଡ଼ର। ଆଉ ଅଧିକ କ୍ୱାଣ୍ଟିଟିରେ ଜମା ବି ନେବେନି। ଏବେ କ'ଣ କରିବା ନା ଲଙ୍କା ପାଉଡ଼ର ପ୍ଲସ୍ କାଶ୍ମୀର ଲଙ୍କା ପାଉଡ଼ର ମିଶେଇକି ଏଠି ମୁଁ 1 ଚାମଚ ନେଇଛି। ଏବେ ନେବା ଲେମ୍ବୁ ରସ। ଏଠି 1 ଛୋଟ ଚାମଚ ଲେମ୍ବୁ ରସ ଆଡ଼୍ କରିବେ। ଲୁଣ ଟିକେ ଦେଖିକି ନେବେ କାହିଁକିନା ତନ୍ଦୁରୀ ମସଲାରେ ଲୁଣ ଅଲରେଡ଼ି ଥାଏ। ଏବେ ଆମେ କ'ଣ କରିବା ନା ଏଥିରେ ଦେବା ଯେଉଁ ଦହିଟା ଦେଖନ୍ତୁ ପାଣି ନାହିଁ। ଯେହେତୁ ପାଣି ନାହିଁ ତେଣୁକରି ଦହିଟା ଶୀଘ୍ର ମାନେ ଅଣ୍ଡା ସହିତ ବଢ଼ିଆ ସେ ଲାଗିଯିବ ଆଉ ଜମା ବି ବ୍ୟାଟରଟା ଆପଣଙ୍କ ଜମା ବି ପତଳା ହେବନି। ଏବେ ଏଥିରେ ମୁଁ କ'ଣ କରିଛି ନା 1/4 ଚାମଚ ହଳଦୀ ପାଉଡ଼ର ଦେଇଛି କାହିଁକିନା ମୋର ହଳଦୀ ପାଉଡ଼ର ଦେବାକୁ ମନ ହିଁ ନଥିଲା। ଆଉ 1 ଚାମଚ ପାଖାପାଖି ସୋରିଷ ତେଲ ଆକୁ ଦେଇକି ଭଲସେ ମିକ୍ସ କରିନେବେ। ମିକ୍ସ କରିକି ତାକୁ କ'ଣ କରିବେ ନା ମିନିମମ୍ 30 ମିନିଟ୍ ପାଖାପାଖି ହିଁ ତାକୁ ଛାଡ଼ିବେ ମ୍ୟାରିନେଟ୍ ହେବା ପାଇଁ। କାହିଁକିନା ଯେତେ ବଢ଼ିଆ ସେ ମ୍ୟାରିନେଟ୍ ହେବ ତା ଟେଷ୍ଟ ସେତେ ବଢ଼ିଆ ଆସିବ। ଏବେ ଆମେ 30 ମିନିଟ୍ ପରେ ଫ୍ରାଏ ପ୍ୟାନ୍ ବସେଇବା। ଯେହେତୁ ତନ୍ଦୁରୀ ନାହିଁ ଆମେ ଫ୍ରାଏ ପ୍ୟାନ୍ ହିଁ କରିବା ଘରେ ଯେତେ ବନଉଛେ। ସେଥିରେ ହାଲକା ଟିକେ କ'ଣ କରିବେ ନା ତେଲ ଆଡ଼୍ କରିବେ ସୋରିଷ ତେଲ ନଚେତ ଆପଣ ବଟର ମଧ୍ୟ ଆଡ଼୍ କରିପାରିବେ। ତାପରେ କ'ଣ କରିବେ ନା ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମରେ ରଖିକି ତାକୁ ଆପଣ ଏପଟ ସେପଟ କରିକି ତାକୁ ଆପଣ ଫ୍ରାଏ କରିବେ। ଆଉ ନର୍ମାଲି ଫ୍ରାଏ ପ୍ୟାନ୍ରେ ହିଁ ବହୁତ ବଢ଼ିଆ ହେଇଥାଏ ଭାଜି ହେଇଥାଏ ନର୍ମାଲ କରେଇ ଅପେକ୍ଷା। ଯଦି ଫ୍ରାଏ ପ୍ୟାନ୍ ନଥିବ ତାହେଲେ ଆପଣ କରେଇରେ ମଧ୍ୟ କରିପାରିବେ ନଚେତ ତାୱାରେ ବି ଆପଣ କରିପାରିବେ। ଏବେ କ'ଣ କରିବା ନା ତାକୁ ଆମେ ଏପଟ ସେପଟ କରିକି ଭାଜିବା ଯେଉଁଥିରେ କି ତାର ମସଲାଟା ବଢ଼ିଆ ସେ ଭାଜି ହେଇଯିବ ଆଉ ତା ସହିତ ଅଣ୍ଡାରେ ବଢ଼ିଆ ସେ କୋଟ୍ ହେଇଯିବ। ଦେଖନ୍ତୁ ଏଇ ଟାଇପ୍ର ଆପଣ ତାକୁ କିନ୍ତୁ ହଁ ଲଗାତାର ତାକୁ ଆପଣ ଏପଟ ସେପଟ ଟିକେ କରୁଥିବେ ନଚେତ ତାକୁ ଜମା ବି ଛାଡ଼ିବେନି। ନର୍ମାଲି ଏମିତି ଛାଡ଼ିକି ଜମା ବି ଯିବେନି। ଗଲେ ମାନେ କ'ଣ ହେବ ନା ମସଲା ଯେହେତୁ ଖାଲି ମସଲା ତଳେ ଲାଗିଯିବ। ତେଣୁ ତାକୁ ଟିକେ ଲଗାତାର ଏପଟ ସେପଟ କରିକି ତାକୁ ଆପଣ ଭାଜିବେ। ଭାଜିଲେ କ'ଣ ହେବ ନା ତା ଦେହରେ ବଢ଼ିଆ ସେ ଅଣ୍ଡା ସହିତ କୋଟ୍ ହେଇଯିବ ଆଉ ଏକଦମ ପୁରା ତତେଇବେନି। ଦେଖିବେ ଏଇ ଟାଇପ୍ର ମସଲାଟା ଅଣ୍ଡା ସହିତ ବଢ଼ିଆ ସେ କୋଟ୍ ହେଇଯାଇଛି। ଦେଖନ୍ତୁ ଚାରିପଟ ଯାକ ବଢ଼ିଆ ସେ ଲାଗିଯାଇଛି।
ଏବେ କଣ କରିବେ ନା ଗ୍ୟାସ୍ ଫ୍ଲେମ୍ ଅଫ୍ କରିନେବେ। ଏବେ ଆପଣଙ୍କ ରେଡି ହେଇଗଲା ତନ୍ଦୁରୀ ଏଗ୍ ରେଷ୍ଟୁରାଣ୍ଟ ଷ୍ଟାଇଲ। ଆକୁ ଆପଣ ମୋମୋ ଚଟଣି ସହିତ ଖାଇବେ ଟେଷ୍ଟ ବହୁତ ବଢିଆ ଆସିବ। ଆଉ ଯଦି ଆହୁରି ଟେଷ୍ଟ ଟିକେ ବଢେଇବାକୁ ଚାହୁଁଥାନ୍ତି ତାହେଲେ ହାଲକା ଟିକେ ଏଥିରେ ଚାଟ୍ ମସଲା ମଧ୍ୟ ସ୍ପ୍ରିଙ୍କଲ କରିପାରିବେ। ରହୁଛି ପୁଣି ତାକୁ ଆଉ ଗୋଟେ ନୂଆ ଭିଡିଓରେ ସମସ୍ତଙ୍କ ଦିନ ଶୁଭଙ୍କର ସମସ୍ତଙ୍କୁ ଭଲ ରଖିଥାନ୍ତୁ। ଆଉ କେମିତି ଲାଗିଲା ଭିଡିଓଟି ଲାଇକ୍ ସେୟାର କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇବେ। ରହୁଛି ବାଏ।